ସମସ୍ତେ କୁହନ୍ତି ଯୌତୁକ ନେବାଟା ବହୁତ ବଡ଼ ଅପରାଧ। ହଁ, ମୁଁ ବି ମାନୁଛି ଯୌତୁକ ନେବାଟା ବହୁତ ବଡ଼ ଅପରାଧ। ହେଲେ ମୋତେ ଗୋଟେ ପ୍ରଶ୍ନର ଉତ୍ତର ଦେଇପାରିବେ? ଯେତେବେଳେ ଗୋଟେ ବାପା ତାଙ୍କ ଝିଅର ବିବାହ ପାଇଁ ବରପାତ୍ର ଖୋଜନ୍ତି ଆଉ ସେ ପୁଅଟିକୁ ସର୍ବପ୍ରଥମେ କ'ଣ କ୍ୱେଶ୍ଚନ୍ କରନ୍ତି ଜାଣିଛନ୍ତି? ତାକୁ ଏଇ କ୍ୱେଶ୍ଚନ୍ କରାଯାଏ ଯେ ତୁମେ ଜବ୍ କ'ଣ କରୁଛ, ତୁମର ମନ୍ଥଲି ସ୍ୟାଲାରୀ କେତେ, ସେଭିଂ କେତେ କରିଛ, ଏଇଆ ନା? ଏଇଟା କ'ଣ କେତେ ଠିକ୍? ଏଇଟା କ'ଣ ଯୌତୁକ ନୁହଁ? ତମେ ଗୋଟେ ବାପା ସବୁବେଳେ ଚାହାନ୍ତି ଯେ ସେ 50 ବର୍ଷରେ ଯେତିକି ଟଙ୍କା ଇନକମ୍ କରିନାହାନ୍ତି ତାଙ୍କ ଝିଅ ଯାହାକୁ ବିବାହ କରିବ ସେ ପିଲା 25 ବର୍ଷରେ ତାଙ୍କଠୁ ଅଧିକ ଟଙ୍କା ଇନକମ୍ କରୁ ବୋଲି। ଏଇଟା କ'ଣ ଠିକ୍? ଯଦି ସେ ପିଲା ସେତିକି ଟଙ୍କା ଇନକମ୍ କରୁନଥିବ ନା ତାହେଲେ ବିବାହ ସେଇଠି ଭାଙ୍ଗି ଦିଅନ୍ତି। ତ ସମସ୍ତଙ୍କର ସ୍ୱପ୍ନ ଥାଏ ଯେ ସମସ୍ତେ ଅଧିକ ଟଙ୍କା ଇନକମ୍ କରିପାରିବେ। ସେ ପିଲାଟିର ବି ଇଚ୍ଛା ଥିବ ଯେ ହଁ ମୁଁ ବି ମୋର ବି କିଛି ସ୍ୱପ୍ନ ଥିବ ଯେ ହଁ ମୁଁ କିଛି ଅଧିକ ଟଙ୍କା ଇନକମ୍ କରିପାରିବି, ମୋ ବାପା ମା, ମୋ ସ୍ତ୍ରୀ ଛୁଆ, ମୋ ଭାଇ ଭଉଣୀ ସମସ୍ତଙ୍କ ଦାୟିତ୍ୱ ମୁଁ ନେଇପାରିବି। କାହାର କେତେବେଳେ କେଉଁ ସ୍ୱପ୍ନ ଭାଙ୍ଗିଯିବ, କାହା ସ୍ୱପ୍ନ କେତେବେଳେ ପୁରା ହେବ ନ ହେବ ସେଟା ତ କେହି କହିପାରିବେନି ନା। ତେଣୁ କରିକି ମୋର ସମସ୍ତଙ୍କୁ ଗୋଟିଏ ଅନୁରୋଧ ଯେ ଆପଣ ଆପଣଙ୍କ ଝିଅଙ୍କର ବିବାହ ଗୋଟେ ଟଙ୍କା ଥିବା ଜ୍ୱାଇଁ ଦେଖିକି କରନ୍ତୁନି। ଜଣେ ଭଲ ମଣିଷ ଦେଖିକି ଆପଣଙ୍କ ଝିଅଙ୍କ ହାତ ସେ ପୁଅଟିର ହାତ ସହିତ ଦେଇ ଦିଅନ୍ତୁ।